ଆକା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସିକ ଧର୍ମ ମୋର। ଧର୍ମର ମାସ କାର୍ତ୍ତିକ ମାସ। ଆଜି ହେଉଛି ରାସ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ। ଏହି ଦିନ ପ୍ରଭୁ ରାଧାକୃଷ୍ଣ ରାସ କ୍ରୀଡ଼ା କରିଥାନ୍ତି। ତା ସହିତ ଅତୀତର ଆମ ସାଧବ ପୁଅମାନେ ଜାଭା, ସୁମାତ୍ରା ଏବଂ ବାଲି ଦ୍ୱୀପକୁ ବାଣିଜ୍ୟ କରିବାକୁ ଯାଇଥାନ୍ତି। ସେମାନଙ୍କର ମଙ୍ଗଳ କାମନା କରି ସୁଖ ମନାସି ଆମ୍ଭେମାନେ ଆଜିର ଦିନରେ ଡଙ୍ଗାରେ ପାନଗୁଆ ଥୋଇ ଧୂପ ଦୀପ ଦେଇ ପୂଜା କରି ଡଙ୍ଗା ଭସାଇ ଅତୀତର କଥା ଆଉ ଗାଥାକୁ ମନେ ପକାଇଥାଉ। ଆଜିର ଦିନରେ ତାଳଚେର ବ୍ରାହ୍ମଣୀ ନଦୀକୂଳ ଲୋକାରଣ୍ୟ ହେବା ସହ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ଲୋକମାନେ ରାତି 2ଟାରୁ ସ୍ନାନ ଶୌଚ ସାରି ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ସପରିବାର ସହ ସାଥିରେ ଡଙ୍ଗା, ପାନ ଗୁଆ, ଭୋଗରାଗ ଧରି ନଦୀକୁ ଆସି ପୂଜାପାଠ କରି ଶୁଭ ମନାସି ବାଣ ଫୁଟାଇ ଡଙ୍ଗା ଭସାଇଥାନ୍ତି। ନଦୀ କୂଳରେ ଥିବା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ଲଗାଇ ଦର୍ଶନ କରି ମାସକ ଧର୍ମର ପୁଣ୍ୟ ଅର୍ଜନ କରିଥାନ୍ତି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନାମ ସଂକୀର୍ତ୍ତନ ଭଜନ ଜଣାଣ କରି ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିଦିଅନ୍ତି ଭକ୍ତମାନେ। ବ୍ୟୁରୋ ରିପୋର୍ଟ, ତାଳଚେର ବୁଲେଟିନ।